ବିଜେପିର ଗୁଣ୍ଡାଗର୍ଦ୍ଦି ବିରୋଧରେ ପ୍ରତିବାଦ ସଭା ବ୍ଲକ ଭିତରେ ସମସ୍ତ କର୍ମଚାରୀଙ୍କ କଲମ ଛଡ଼ା ଆନ୍ଦୋଳନ। ଆଜିକୁ 2 ଦିନ ହେବ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ରାୟ ଓ ଆଠଗଡ଼ ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଓ ତାଙ୍କର କର୍ମୀ ମିଶି ବ୍ଲକ ଅଫିସରେ ଆସବାବପତ୍ର ଭାଙ୍ଗିବା ସହିତ ସରକାରୀ କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କରିଥିଲେ। ଏହା ପ୍ରତିବାଦରେ ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀର ଶହ ଶହ କର୍ମୀ ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଏହି ଦୁଇ ନେତା ଓ ସମସ୍ତ କର୍ମୀମାନଙ୍କୁ ଯଦି ଗିରଫ ନ କରନ୍ତି ତେବେ ଏହି ପ୍ରତିବାଦ ଜୋରଦାର ହେବ ବୋଲି ସୂଚନା ମିଳିଛି। ବ୍ଲକ ଭିତରେ ଏବିଡିଓ ସମେତ ସମସ୍ତ ବ୍ଲକ କର୍ମଚାରୀ କଲମ ଛଡ଼ା ଆନ୍ଦୋଳନରେ ବସିଥିଲେ। ଉକ୍ତ ସଭାରେ ବିଧାୟକ ପ୍ରଶାନ୍ତ ବେହେରା, ବ୍ଲକ ଅଧ୍ୟକ୍ଷ ପୂର୍ବତନ ସରପଞ୍ଚ ସୁବୋଧ ସାମଲ, ପୂର୍ବତନ ଆତ୍ମର ସଭାପତି ସରପଞ୍ଚ ନିବାସ ପାଣ୍ଡବ, ଜିଲ୍ଲା ପରିଷଦ ସଦସ୍ୟ ଓ 24 କୋଟି ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ବହୁ ବିଜୁ ଜନତା ଦଳର କର୍ମୀ ଯୋଗଦାନ ଦେଇଥିଲେ। ମହିଳାମାନେ ଗୋବର ପାଣି ଢାଳି ବ୍ଲକ ଅଫିସ ଆଗରେ ଝାଡୁରେ ସଫା କରିବା ଦେଖା ଦେଇଥିଲା। ଟାଙ୍ଗୀରୁ ଟୁନଟୁନ ଶର୍ମାଙ୍କ ରିପୋର୍ଟ, ଓଡ୍ରା ନ୍ୟୁଜ ଓଡ଼ିଆ। ଦେଖନ୍ତୁ, ଆଜି ବିଜୁ ଜନତା ଦଳ ଟାଙ୍ଗୀ ଚୌଦ୍ୱାର ବ୍ଲକ ତରଫରୁ ପ୍ରତିବାଦ ସଭା ଆୟୋଜନ କରାଯାଇଛି। এই ପ୍ରତିବାଦ ସଭା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆପଣ ଜାଣିଛନ୍ତି ଗତ 15 ତାରିଖ ଶୁକ୍ରବାର ଦିନ ଟାଙ୍ଗୀ ଚୌଦ୍ୱାର ବ୍ଲକ ପରିସରରେ ଭାରତୀୟ ଜନତା ପାର୍ଟିର ଯିଏ ବିଧାନସଭା ପ୍ରାର୍ଥୀ ହୋଇଥିଲେ, ଯାହାକୁ ଲୋକମାନେ ପ୍ରତ୍ୟାଘାତ କରିଥିଲେ ଏବଂ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ପୁଲିସ ଉପସ୍ଥିତିରେ ସରକାରୀ ଅଧିକାରୀ ମାନଙ୍କୁ ଯେଉଁଭଳି ଭାବେ ହାତ ଉଚ୍ଚାରଣ କରି ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହିତ କଲର ଟାଣିବା ସହିତ ବ୍ଲକର ଆସବାବପତ୍ର ଭାଙ୍ଗିଲେ, ଆକୁ ଆମେ ଦୃଢ ଭାବରେ ନିନ୍ଦା କରିଛୁ ଏବଂ ଏ ଘଟଣା ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଆଜି ଦାବି କରିଛି ବିଜୁ ଜନତା ଦଳ। ଆପଣ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ମୋହନ ସରକାର ରାଜ୍ୟରେ କ୍ଷମତାକୁ ଆସିଲା ପରେ ଯେଉଁଭଳି ଭାବରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି, 2 ବର୍ଷ ଭିତରେ ଆପଣ ଦେଖିଛନ୍ତି ଗତ ବର୍ଷ ମା ମାନେ, ଝିଅମାନେ, ନାରୀମାନେ ଏପରି ନ୍ୟାୟ ମାଗିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ପାଖକୁ, ମନ୍ତ୍ରୀ ପାଖକୁ, ଜିଲ୍ଲାପାଳ ପାଖକୁ, ଏସ୍ପି ପାଖକୁ ନ୍ୟାୟ ପାଇଥିଲେ। ନିଆଁରେ ପୋଡ଼ି ଆମ ରାଜ୍ୟର ପାଖାପାଖି 20 ଉର୍ଦ୍ଧ୍ୱ ମା ମାନେ ନିଆଁରେ ଜଳି ପୋଡ଼ି ମରିଯାଇଥିଲେ। ଆଜି 10-15 ଦିନ ଭିତରେ ପାଖାପାଖି 10 ଜଣ ଲୋକଙ୍କୁ ସକାଳେ, ଖରାବେଳେ, ସନ୍ଧ୍ୟାବେଳେ, ରାତିରେ ହତ୍ୟା କରାଗଲା। ଯେଉଁମାନେ ହତ୍ୟା କଲେ ପଥର ମାଫିଆ, ବାଲି ମାଫିଆ, ବାଡେଇ ବାଡେଇ ପୋଲିସ ଉପସ୍ଥିତିରେ ହତ୍ୟା କରାଗଲା। ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ମୋହନ ମାଝୀ ସରକାର କେତେ ଅପାରଗ ସରକାର, ଦୁର୍ବଳ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ଉପଜିଛି। ତେବେ ଏହି ଭାରତୀୟ ଜନତା ପାର୍ଟି ମୋହନ ସରକାର ଦାୟୀ। ଆଜି ପର୍ଯ୍ୟନ୍ତ ଟାଙ୍ଗୀ ଚୌଦ୍ୱାର ଘଟଣା ଘଟିଛି, ମୁଁ ତ ଭାବୁଛି ମୋହନ ବାବୁ ଭାରତୀୟ ଜନତା ପାର୍ଟିର ଇଙ୍ଗିତରେ, ନିର୍ଦ୍ଦେଶରେ ଆସି ଏମାନେ ବ୍ଲକ କାଣ୍ଡ ଉଠାଇଛନ୍ତି ଏବଂ ଯେ ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କଠୋର ନ୍ୟାୟ ଦିଆଯାଇଛି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏ ଲଢେଇ ଜାରି ରଖିବ।